সর্বভূতেষু শক্তিরূপং অস্মিতা নমস্তে 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 নমো নমঃ মালো হেব জগৎজননী ভূতলে ধনজননী শ্রীবাবুলমা মগজলনীতি সদা সদা দৌড়ি সদা এ মঙ্গলমা জয় ଭଣଜା ମାନିଗଲି ମାମୁ ଆପଣଙ୍କର ବିଚକ୍ଷଣ ବୁଦ୍ଧି। ହଁ ଭଣଜା ଆରେ ଦେଖୁ ଦେଖୁ ଅନାଥରୁ ସଜାଇ ଦେଇଛ ମତେ ଏ ଉତ୍କଳ ନଗରରେ ସେନାପତି। ନିଶ୍ଚୟ 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 ଭଣଜା ଆଜି କି 25 ବର୍ଷ ତଳର କଥା ଭଣଜା ତୁ ଯେତେବେଳେ ଛୋଟ ଥିବା ବେଳେ ଏଇ ଗ୍ରାମ ଗ୍ରାମ ବୁଲି ଅଇଠା ଖଲି ଗୁଡାକ ଚାଟୁଥିଲୁ ଭଣଜା ଆଉ ଦେଶ ଦେଶ ବୁଲି ଭିକ୍ଷା ଦିଅ ବୋଲି କହୁଥିଲୁ ସେତେବେଳେ ମୁଁ ତତେ ମୋ ସାଥିରେ ରହି ଆମେ ମାମୁ ଭଣଜା ଦୁହେଁ ସୁଖର ସଂସାରଟିଏ କରିବା ବୋଲି ତତେ କଥା ଦେଇ ମୁଁ ନିଜ ଘରକୁ ନେଇ ତତେ ପୋଷା ପାଲା କରି ମୁଁ ବଡ଼ ମଣିଷଟିଏ ଏବେ କରିଛି ରେ ବାବା ବଡ଼ ମଣିଷଟିଏ କରିଛି ନାହିଁ ଏବେ ଏଇ ରାଇଜର ତୁ ସେନାପତି ହୋଇଯାଇଛି ରେ ବାବା ହଁ ମାମୁ ହଁ ଭଣଜା ହେଲେ ମାମୁ ଭଣଜା ଆରେ ମୁଁ ଯେତେବେଳେ ଦୁନିଆରେ ଜନ୍ମ ହୋଇଛି ମାନେ ମୋର ତ ମା ବାପା ନିଶ୍ଚୟ ଥିବେ। ତୁ ଛୁଆ ବେଳରୁ କାହିଁକି ମୋ ମା ବାପାର ପରିଚୟଟା ଦେଇନାଉ ମାମୁ? ଆଜି ଦେ ମାମୁ ମୋ ମା ବାପାର ପରିଚୟଟା ମତେ ଦେ। ସେଇ କଥା ସେହି ଦିନ ବି କହିଥିଲୁ ଭଣଜା ଯୋଉ ଦିନ ମୁଁ ତତେ ଛୋଟ ବେଲେ ଗୋଟେଇକି ଆଣିଥିଲି ମୋ ବାପା କିଏ ମୋ ମା କିଏ ମୁଁ ଜାଣିନି ତମେ କିଏ ମୁଁ ଜାଣିନି କୋଟି କୋଟି ପରିଚୟ ନ ଦେଇ କେବଳ ମୋରି ପରିଚୟ ତତେ ଦେଇଥିଲି ମୁଁ ତ ମାମୁ ନଟବର ଭଣଜା ଆଉ ତୁ ମୋ ଭଣଜା ଶିବୁ ବୋଲି ହଁ ମାମୁ ଭଣଜା ସେତିକି କହିଥିଲି ଆଉ ସେଦିନ ମୁଁ ତୋ ମା ବାପାର ପରିଚୟ ମାଗିଥିଲୁ ହେଲେ ସମୟ ଆସିଲେ କହିଦେବି ରେ ବାବା ତୋ ମା ବାପାର ପରିଚୟ ବୋଲି ମୁଁ କଥା ଦେଇଥିଲି ଭଣଜା କଥା ଦେଇଥିଲି ତାହେଲେ ତୋ ମା ବାପାର ପରିଚୟ ଶୁଣିବାକୁ ଚାହୁଁଛୁ ଭଣଜା ତାହେଲେ ଗୋଟି ଗୋଟି କରି କହିଦଉଛି ତୁ ମନ ଧ୍ୟାନ ଦେଇକି ଶୁଣିଯା ରେ ଭଣଜା ଭଣଜା ତୋ ମା ଆଉ ବାପା ଥିଲେ ଏଇ ରାଇଜର ଜଣେ ଜଣା ଶୁଣା ଜମିଦାର ରେ ବାବା ମା ବାପା ଭଣଜା ଜମିଦାର ଥିଲେ ବହୁତ ବଡ ଜମିଦାର ଥିଲେ ଭଣଜା ଆଉ ସେଇ ଜମିଦାରର ଧନ ସମ୍ପତ୍ତିକୁ ଏଇ ମୂର୍ଖ ରାଜା ସୂର୍ଯ୍ୟକାନ୍ତ ସହ୍ୟ ନ କରିପାରି ତୋ ମା ବାପାକୁ ଫାଶୀ ଖୁଣ୍ଟରେ ଫାଶୀ ଲଗାଇ ଦେଇ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରିଦେଇଥିଲେ ବାବା ସତ୍ୟରେ ବାବା କଣ କରିବି ବାବା ଏ ବାବୁ ଭଣଜା ଏ କଣ କହୁଛୁ ବାବୁ? ନିଶ୍ଚୟ ନିଶ୍ଚୟ ମୁଁ ଆରେ ମୋ ମା ବାପା ନାହାନ୍ତି ତାହେଲେ ମୁଁ ମଧ୍ୟ ବଞ୍ଚି ରହିବି ନାହିଁ ବାବୁ ଆଜି ମୁଁ ଆତ୍ମହତ୍ୟା କରିଦେବି। अरे बाबा तू आत्महत्या करदेबू सत हेले कौन तो मरी जाइथिबा माँ आउ बापार आत्मा को कौन शांतिटा मिली जीव कि रे बाबा नहीं 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 रे बाबा जमिति हेले भी कोले बोले कौशले तू मो सहित रही तोते तो माँ बापार
ପ୍ରତିଶୋଧଟା ନେବାକୁ ପଡିବ ରେ ବାବା। ତୁ ମରିଗଲେ କଣ ତୋ ମା ବାପାର ଆତ୍ମାକୁ ଶାନ୍ତିଟା ମିଳିଯିବ ରେ ବାବା? ନା 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 ନା, ତୁ ସେ କଥା କହନା ରେ ବାବା। ତୁ ଯେମିତି ହେଲେ ବି ମୋ ସାଥିରେ ରହିବୁ। ମୋ ସାଥିରେ ରହିକି ଏମିତି ମାମୁଁ ଭଣଜା କୂଟ ଚକ୍ର କରିକି ଏଇ ରାଜ ପରିବାରକୁ ଛାରଖାର କରିଦେବା ଭଣଜା। ଆଉ ମୁଁ ଆଜି କଥା ଦଉଛି ଭଣଜା, ତୁ ଏବେ ଏଇ ରାଜ୍ୟର କେବଳ ସେନାପତି ହେଇଛୁ ଭଣଜା। ଆଉ କିଛି ଦିନ ଅପେକ୍ଷା କର ଭଣଜା। ମୁଁ ତମ ନଟବର ମାମୁଁ କେମିତି କୂଟ ଚକ୍ରାନ୍ତ କରିବି ଆଉ ଏଇ ରାଜ ପରିବାରକୁ ଛାରଖାର କରିଦେବି ଆଉ ଏଇ ରାଜ୍ୟର ରାଜା କରିବି ତତେ ରାଜା ଭଣଜା। ଏ ମାମୁଁ ଭଣଜା ତାহে ମୁଁ କଣ ପ୍ରତିଶୋଧ ନେବି? ନିଶ୍ଚୟ ନିଶ୍ଚୟ, ତୋ ମା ବାପାର ପ୍ରତିଶୋଧଟା କେବଳ ତୋତେ ହିଁ ନେବାକୁ ପଡିବ ରେ ଭଣଜା। ମୋ ଚଲ রাজা নিশ্চয় নিশ্চয় ভণজা। ভণজা রাজা সিংহাসন হব মোর রে। প্রজা মোর বয় রসে বিবরে। রাজ সিংহাসন মোর হব রে। প্রজা মোর বয় রসে বিবরে। করিলে কুণ্ড চক্রান্ত এ রাজা হে বিনায়ক। মকসর মহারাজ সূর্যকান্ত। রাজা রাজা ଥିଲେ ନାହିଁ ଆଉ ସାଥରେ ରାଜ 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 ସିଂହାସନ ହବ ମୋର। হরিণ কুট মন্তর এ রাজ্য হেবি নায়ক পরক্ষিম মকসল মহারাজা এ সূর্যকান্ত। নিশ্চয় রাজা ଥିଲେ ନାହିଁ ଆଉ ସାଥରେ ରାଜ 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 ସିଂହାସନ ହବ ମୋର। ଏ ମାମୁଁ ଆରେ ଶ୍ରୀରାମଙ୍କ ଭକ୍ତ ହନୁମାନ ସ୍ୱର୍ଣ୍ଣମୟ ଲଙ୍କାକୁ କ୍ଷଣକ ମଧ୍ୟରେ ଚାଲି ପଡ଼ି ପାଉଁଶ କରିଦେଇଛି। ନିଶ୍ଚୟ ନିଶ୍ଚୟ ନିଶ୍ଚୟ। ଏ ମାମୁଁ ଆରେ ମୁଁ ମଧ୍ୟ ଏ ଉତ୍କଳ ନଗରରେ ବାଦ ଦେଇଛି ମାନେ ଏ ରାଜାର ସବଂଶକୁ ବିନାଶ କରିଦେବି ମାମୁଁ। ବିନାଶ। ଭଣଜା ସେଇଆ ହିଁ ମତେ ଦରକାର ଭଣଜା। ମାମୁଁ ରାଜ ପରିବାରକୁ ପୁରା ଛରକାର କରିଦେଇ ତତେ ହିଁ ରାଜା କରିବି ଭଣଜା। ରାଜା ତ ହେବି ନିଶ୍ଚୟ ମାମୁଁ। ଭଣଜା ଏ ମାମୁଁ ଆଉ ଏଠି ରହି କିଛି ଲାଭ ନାହିଁ। ଆରେ ଚାଲ ଯିବ ମନ୍ତ୍ରର କକ୍ଷକୁ। ସେଠାରେ ଯାଇ ବସି ବିଚାର କରିବା ରାଜାର ସମୂଳେ ବିନାଶ କରିବା। ନିଶ୍ଚୟ ନିଶ୍ଚୟ ଭଣଜା, ତାହେଲେ ଯିବା ଭଣଜା। ଏଠୁ ଆରମ୍ଭ କରିବି ମୋ ଜୀବନ ନାଟକର ପ୍ରଥମ ପାହାଚ। ଜୟ ମହା